ରଥ ପାଖି ଆଇଲାଣି। ଇଆଡ଼େ ଇସ ଜୁଆଳି ଆଖାବାଡ଼ି ଏବଂ ସାରଥୀ ମରାମତି, ଘୋଡ଼ାର ଆସିନି ଘୋଡ଼ା ମରାମତି, ଏହି କାମ କଲାବେଳକୁ ଆମର ଦିନ ପାଇଯିବ। ମୂର୍ତ୍ତି ଆଗୁଆ ଆମ ପିଲାମାନେ କହିଥିଲେ, କିନ୍ତୁ ତାର କିଛି ଅଭିଜ୍ଞତା କିଛି କଲେନି। ଏଇ ବର୍ଷ ଜଣାପଡ଼ୁଛି ରଥର ଶକ୍ତି କିଛି କମିଯିବ। ମୂର୍ତ୍ତି ତ ନାହିଁ, ସବୁ ଉଇ ଖାଇଯାଇଛି, ତାପରେ ନାକ ଫାକ ଛାଡ଼ି ଯାଇଛି। ତାପରେ 3 ବର୍ଷ ତଳେ ଏମିତି ଗୋଟେ ଶକ୍ତି ଭାଙ୍ଗିଥିଲା, ତାକୁ ମରାମତି କରିଥିଲୁ, ଫେର ଆର ବର୍ଷ ଡ୍ୟାମେଜ୍ ହେଇଗଲା, ସେଇଟା ବିଲକୁଲ ଫିଙ୍ଗା ହେଇଗଲା। ଏଇ ବର୍ଷ ତ ଆଉ ଗୋଟେ ଶକ୍ତି ବିଲକୁଲ ନଷ୍ଟ ହେଇଯାଇଛି। ଆମେ ପିଲାଦିନରୁ ବାପାଙ୍କ ସାଙ୍ଗରେ ଆମେ ଆସୁ, ପାଣି ଘର ଗୋଟେ ଅଛି ଆମର କୋଇଲି ମଠ ପାଖକୁ, ଆନନ୍ଦ ବଜାର ସାଇଡିକି ପାଣି ଘର ଥାଏ। ସେ ପାଣି ଘର ଭିତରେ ଆମେ ପିଲାଦିନରେ ବାପାଙ୍କ କାନ୍ଧରେ ବସିକି ବାପା କହନ୍ତି ଆସ ଦିଅ ଦର୍ଶନ କରିବା ଆଉ କୋରା ଖାଇବା। କାହିଁକି ନା ସେ କୋରା ଖାଇବା କାହିଁକି କହନ୍ତି ନା ସାରଥୀର ଭୋଗଟା ଯେଉଁ ଥୁଆ ହୁଏ, ପୂଜା ପଣ୍ଡା ସାଆନ୍ତେ ପୂଜା କରିଦେଇକିରି ଏଇ ରୂପକାରଙ୍କ ପାତିଅ ବୁଲିଆ ସେ ସାରଥୀ ପାଖରେ ଥୋଇ ଦେଇକି ଯାଆନ୍ତି। ଯେତେବେଳେ ଆମେ ବାପାଙ୍କ ସାଙ୍ଗରେ ଯାଉ, ଯେତେବେଳେ ପୂଜା ପଣ୍ଡା ସାଆନ୍ତ ସାଙ୍ଗରେ ମୁଲାକାତ ହେଇଯାଏ, ତାହେଲେ କହନ୍ତି ରୂପକାରରେ ତମ ପାତିଅଟା ତମେ ନେଇଯାଅ। ଏମିତି ନେଇ ଆସୁ। ବା କହନ୍ତି ମୋତେ ବସେଇ ଦେଇକିରି ସାରଥୀ ଘୋଡ଼ା କ'ଣ ଉଇ ନାଗିଛି କି ପୋକ ନାଗିଛି ତାକୁ ଦେଖାଦେଖି କରନ୍ତି, ଝଡ଼ାଝଡ଼ି କରନ୍ତି। ତାପରେ ଝଡ଼ାଝଡ଼ି କରିକିରି ଲାଷ୍ଟକୁ ମୋତେ କୋରା ଖଇ ଦିଅନ୍ତି, ମୁଁ ଖାଏ। ଘରକୁ କିଛି ଘିନିକି ଆସନ୍ତି, ମୁଣ୍ଡିଆଟେ ମାରିକି ବାବା ଆସନ୍ତି। ସେଇ ପାଣିଘର ଯେଉଁ ଥିଲା, ସେଇ ପାଣିଘରେ ଏମିତି ଥାନାରେ ଥିଲା ଯେ ଲୋକ ଦେଖୁଥିଲେ। ଲୋକ ସେଇ ଆନନ୍ଦ ବଜାର ଖାଇକିରି ଆଇଲା ବେଳକୁ ଶକ୍ତି ଘୋଡ଼ା ପାର୍ଶ୍ୱମୂର୍ତ୍ତି ସେ ପାଣି ଘରେ ଥୁଆ ହେଇଥାଏ। ଲୋକ ଦେଖନ୍ତି, ଲୋକ କହନ୍ତି ଯେ ଏଇ କ'ଣ ଥୁଆ ହେଇଛି ନା ରଥର ସବୁ ସାରଥୀ ଘୋଡ଼ା ପାର୍ଶ୍ୱମୂର୍ତ୍ତି ଥୁଆ ହେଇଛି। ଏଇନେ ବର୍ତ୍ତମାନ ଆମେ ବି ଚାହୁଁଛୁ ଯେମିତି ପରମ୍ପରା ଯେମିତି ଥିଲା ପାଣି ଘରେ ସାରଥୀ ଘୋଡ଼ା ପାର୍ଶ୍ୱମୂର୍ତ୍ତି ଥୁଆ ହେଇଥିଲା, ଆମେ ଦେଖୁଥିଲୁ। ଆଉ ଲୋକମାନେ ଯାଇକି ଦେଖୁଥିଲେ, ହଁ ଘୋଡ଼ା ସାରଥୀ ପାର୍ଶ୍ୱମୂର୍ତ୍ତି ରଥର ଥୁଆ ହେଇଛି। ଲୋକ ଭାବୁଛନ୍ତି ଯେ এই ଘୋଡ଼ାର ସାରଥୀ ପାର୍ଶ୍ୱମୂର୍ତ୍ତି କୁଆଡ଼େ ଯାଉଛି। ପ୍ରଶାସନ ପାଖରେ ପ୍ରାର୍ଥନା କରୁଛୁ ଆମ ପାଇଁ ଗୋଟେ ଘର କରାଯାଉ, ଏଇ ସାରଥୀ ଘୋଡ଼ା ପାର୍ଶ୍ୱମୂର୍ତ୍ତି ରହିକି ସୁଖରେ ରହନ୍ତୁ, ଆମେ ବି ସୁଖରେ ରହିବୁ। କାହିଁକି ଏଇନେ ବର୍ତ୍ତମାନ ଯୋଡ଼େ ସାରଥୀର ଅଣ୍ଟା ଭାଙ୍ଗିବାଣି, ଆମର ବି ଅଣ୍ଟା ଭାଙ୍ଗିବାଣି। ମାନେ ଏତେ କଷ୍ଟ ଲାଗୁଛି, ଅଣ୍ଟା ବିନ୍ଧୁଛି। ଆମ ରାଜେନ୍ଦ୍ର କୁମାରଙ୍କର ଅଣ୍ଟା ବିଲକୁଲ କାମ କରିପାରୁନାହାନ୍ତି। ମାନେ ମୂର୍ତ୍ତି ଯଦି ଖରାପ ହେବ, ସାରଥୀ ଯଦି ଖରାପ ହେବ, ଆମେ ତା ସାଙ୍ଗେ ରୂପକାର ବି ଖରାପ ହେବେ, ବେମାରିଆ ହେଇଯିବେ। ଆମେ ବି ବେମାରିଆ ହେଇଗଲୁ। କାହିଁକି ତା ଦେହରେ ଆମେ ଲୋଡ଼ା ହେଇଛୁ, କାହିଁକି ସେଇ କୂଳରେ ଆମେ ଜନ୍ମ ନେଇଛୁ। ଦେଖନ୍ତୁ ଏଇନେ ବର୍ତ୍ତମାନ ଦେଖ ଆମ ସାରଥୀ ଖରାପ ହେଇଛି, ମୋ ଅଣ୍ଟାଟା ଖରାପ ଲାଗୁଛି। କାହିଁକି ମୁଁ ସେଇ ସାରଥୀ ମୁଁ ତିଆରି ଥିଲି, ଆଉ 4 ନବକଳ ପ୍ରଭୁଙ୍କର କାମ କଲି। ଯାହା ଦେଖିଛି ତାହା ହିଁ ମୁଁ କହୁଛି। ମୋ ମନରୁ ଭାବନା କରିକି କହୁନି, ମୁଁ ପିଲାଦିନରୁ ଯାହା ଦେଖିଛି, ଯାହା ଅନୁତାପ କରୁଛି, ମୁଁ ସେୟା ହିଁ କହୁଛି। ଏତିକି ଅନୁରୋଧ କରୁଛି ଯେ ପ୍ରଶାସନ ଆଉ ନୂଆ ସରକାର ଯେଉଁ ଆଇଛନ୍ତି ତା ପାଇଁ ଗୋଟେ ଘର କରନ୍ତୁ, ଆଉ ଏବଂ ତା ପାଇଁ ରହିବାକୁ ବନ୍ଦୋବସ୍ତ କରନ୍ତୁ। ଆଉ ରୂପକାରଙ୍କୁ ଦାୟିତ୍ୱ ଦିଅନ୍ତୁ ଯେ ସୁରକ୍ଷା କରିବେ। ଆଉ ସେଠି ବି ରହିଲେ ଝିଅଙ୍କର ଯେଉଁ ପୂଜା ହେଉଛି, ସେ ପୂଜା ଟିକେ ହେବ, ପାଣି ଟିକେ ପାଇବ, ଲୋକ ଦେଖିବେ। ଆପଣଙ୍କର ପ୍ରଶାସନର ନାଁ ହେବ, ଆମର ବି ନାଁ ହେବ, ଜଗନ୍ନାଥଙ୍କ ନାଁ ହେବ।